ଆଜି ଚର୍ଚ୍ଚା କରିବାର ରାଶି ହେଲା ମକର ରାଶି। ମକର ରାଶି ଇଂରାଜୀରେ କ୍ୟାପ୍ରିକନ୍ କୁହାଯାଏ। କ୍ୟାପ୍ରିକନ୍ ଷ୍ଟାର୍ଟସ୍ ୱିଥ୍ ସି ଅର୍ଥାତ୍ କ୍ୟାପ୍ରିକନ୍ 3C କୁ ଦର୍ଶାଇଥାଏ। କ୍ୟାପ୍ରିକନ୍ ରାଶିର 3C ଗୁଣ ଥାଏ। 3C ଅର୍ଥାତ୍ କନଷ୍ଟ୍ରକ୍ଟିଭ୍, କନଫିଡେଣ୍ଟ ଏବଂ କନସିୟସନେସ୍। କ୍ୟାପ୍ରିକନ୍ ରାଶିର ବ୍ୟକ୍ତି ବା ମକର ରାଶିର ବ୍ୟକ୍ତିମାନେ କନଫିଡେଣ୍ଟଲି କାମ କରନ୍ତି। ସେମାନେ କାର୍ଯ୍ୟକ୍ଷେତ୍ରରେ କନଷ୍ଟ୍ରକ୍ଟିଭ୍ ଆଇଡ଼ିଆ ଲଗାଇଥାନ୍ତି ଏବଂ କନସିୟସନେସ୍ ହୋଇକି କାମ କରନ୍ତି। ଦିଲ୍ କହିଁ ଦିମାଗ କହିଁ ଏମାନଙ୍କ ପାଖରେ ଚଳେ ନାହିଁ। ଅର୍ଥାତ୍ ସେମାନେ 100% କନସିୟସନେସ୍ ବା ଜାଣିକି ନିଜ ମନ ଧ୍ୟାନ ଦେଇକି କାମ କରିଥାନ୍ତି ଏବଂ ରିଜଲ୍ଟ ଆଣିଥାନ୍ତି। ମକର ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରାଇଡ୍, ଆତ୍ମସମ୍ମାନ ସବୁଠୁ ବଡ଼ ହୋଇଥାଏ। ଯିଏ ତାଙ୍କୁ ନିଚା ଦେଖାଇବାକୁ ଚେଷ୍ଟା କରିଥାଏ ସେମାନଙ୍କୁ ଆଡ଼ ଆଖିରେ ମଧ୍ୟ ଅନେଇ ନଥାନ୍ତି, ତାଙ୍କୁ ଲାଇଫରୁ ଦୂରେଇ ଦେଇଥାନ୍ତି। ଫ୍ରେଣ୍ଡସିପ୍ ପ୍ରତି 100% କମିଟେଡ୍ ଥାନ୍ତି। ସେମାନେ ଫ୍ରେଣ୍ଡସିପ୍ ଆଗରେ ଫ୍ୟାମିଲିକୁ ମଧ୍ୟ ଦେଖିନଥାନ୍ତି। ଦିନ ରାତି ଫ୍ରେଣ୍ଡସ୍ମାନଙ୍କ ପାଇଁ ଏକ କରିକି କାମ କରିଥାନ୍ତି। ବନ୍ଧୁମାନଙ୍କ ପାଇଁ ସେମାନେ ଲଢ଼ିବା ପାଇଁ ମଧ୍ୟ ତୈୟାର ଥାନ୍ତି। ମକର ରାଶିର ବ୍ୟକ୍ତି 100% ଡେଟରମାଇଣ୍ଡ ଥାନ୍ତି ଯେକୌଣସି କାମ ପାଇଁ। ଦିନ ବା ରାତି ଏକା କରିଦିଅନ୍ତି ଯେକୌଣସି କାର୍ଯ୍ୟ ସମାପନ କରିବା ପାଇଁ। ରାତି 1ଟାଏ ହେଉ 2ଟା ହେଉ ରାତି 3ଟା ମଧ୍ୟ ହୋଇଯାଉ, ସ୍ଥାନ କାଳ ପାତ୍ର ସମୟ ଏମାନେ ଦେଖିନଥାନ୍ତି ନିଜ କାମ ଆଗରେ। ମକର ରାଶିଙ୍କର ଗୋଟିଏ ବଡ଼ କ୍ୱାଲିଟି ହେଲା ସେମାନେ ନ୍ୟାଚୁରାଲ ଲିଡର ହୋଇଥାନ୍ତି। ଆଜନ୍ମ ବା ଜନ୍ମରୁ ସେମାନଙ୍କର ଲିଡରସିପ୍ କ୍ୱାଲିଟି ଥାଏ। କୌଣସି ଜିନିଷ ବା କୌଣସି ଘଟଣା ମକର ରାଶିର ବ୍ୟକ୍ତିଙ୍କୁ ଭଲ ନ ଲାଗେ ତେବେ ତାହା ତାଙ୍କର ଫେସିଆଲ୍ ଏକ୍ସପ୍ରେସନରୁ ଜଣାପଡ଼ିଯାଇଥାଏ ଏବଂ ନିଜକୁ ସେହି ଘଟଣାରୁ ବା ସେହି ଜାଗାରୁ ଦୂରେଇ ଯିବାକୁ ଉଚିତ ମନେ କରିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ। ରିସୋର୍ସଫୁଲ୍ ବ୍ୟକ୍ତି ହୋଇଥାନ୍ତି ମକର ରାଶିର ବ୍ୟକ୍ତି। ଏମାନେ ବାହାରୁ ଦେଖିବା ପାଇଁ ଗରମ ମିଜାଜର କିନ୍ତୁ ଭିତରୁ ସଫ୍ଟ ହୋଇଥାନ୍ତି। ମକର ରାଶିର ବ୍ୟକ୍ତିମାନେ କାଇଣ୍ଡ ହାର୍ଟେଡ୍, ହେଲ୍ପଫୁଲ୍ ପିପୁଲ୍ ହୋଇଥାନ୍ତି। ଏମାନେ ନିଜ ମନରୁ ଅନ୍ୟକୁ ସାହାଯ୍ୟ କରିବାରେ ଆଗେଇ ଆସିଥାନ୍ତି ଏବଂ ସେମାନେ ଗୋଟିଏ ଭଲ ପ୍ଲାନର ହେଇକି ଅନ୍ୟକୁ ହେଲ୍ପ କରିଥାନ୍ତି। ମକର ରାଶିର ବ୍ୟକ୍ତିଙ୍କର ଯଦି କିଏ ଖରାପ କରିଥିବ ସେହି ପେନ୍ ସେମାନେ 10-20 ବର୍ଷ ମଧ୍ୟ ମନେ ରଖିଥାନ୍ତି, ସହଜରେ ଭୁଲି ପାରିନଥାନ୍ତି ଏବଂ ଫେକ୍ ପିପୁଲଠୁ ଦୂରରେ ରହିଥାନ୍ତି ମକର ରାଶିର ବ୍ୟକ୍ତି। ଯେପରି ଆର୍ଟିଫିସିଆଲ ଜୁଏଲେରୀର ରଙ୍ଗ ବଦଳି ଯାଇଥାଏ, ସେହି ବ୍ୟକ୍ତିଙ୍କୁ ସହଜରେ ଚିହ୍ନି ପାରିଥାନ୍ତି ମକର ରାଶିର ବ୍ୟକ୍ତିମାନେ ଏବଂ ତାଙ୍କଠୁ ଦୂରରେ ରହିଥାନ୍ତି।